ଆପଣ ଯେମିତି ଘରେ ଆପଣଙ୍କର ଗୋଟେ ପିଲାର ଜନ୍ମଦିନ ଉତ୍ସାହର ସହିତ ପାଳନ କରୁଛନ୍ତି। ପ୍ରଭା ହେଉଛି ମୋର ମାନସ ପୁତ୍ର, ତେଣୁ ତାର ଉତ୍ସବରେ କୌଣସି ମତେ କୌଣସିରେ ଯେମିତି କମି ନ ରହିଯାଏ ଆମେ ସେ ସତଚେଷ୍ଟିତ କରୁଛୁ ଏବଂ ପ୍ରବାହ କେମିତି ପ୍ରତ୍ୟେକ ଲୋକଙ୍କ ପାଖରେ ପ୍ରତ୍ୟେକ ଲୋକଙ୍କର ସମସ୍ୟା ସହିତ ଜଡ଼ିତ ହୋଇ ସମାଧାନର ବାଟ କାଢ଼ିବ ସେ ଶପଥ ନେଇକି ଆମେ ଆଗେଇ ଚାଲିଛୁ। ଆଜିର କାର୍ଯ୍ୟକ୍ରମ ଆମର ମୁଖ୍ୟ ଅତିଥି ଅଛନ୍ତି ସୂଚନା କମିଶନର ସୁଶାନ୍ତ କୁମାର ମହାନ୍ତି। ଆମର ମୁଖ୍ୟ ବକ୍ତା ଅଛନ୍ତି ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭାକାର ଅକ୍ଷୟ କୁମାର ସାହୁ। ଆମର ଅନ୍ୟତମ ବକ୍ତା ଅଛନ୍ତି ଚୌଧୁରୀ ବିକାଶ ଦାସ, ଯେ ରିନାଉନ୍ ପର୍ସନ୍, ଭାରତବର୍ଷର ଜଣେ ଖ୍ୟାତନାମା ନିର୍ଦ୍ଦେଶକ ଏବଂ ଅଭିନେତା। ଆମ ସହିତ ଆଜି ଅଛନ୍ତି ଡକ୍ଟର ଗିରୀଶ ଚନ୍ଦ୍ର ସାହୁ, ଯେ ଲ କଲେଜର ଅଧ୍ୟକ୍ଷ। ଆମ ସହିତ ଅଛନ୍ତି କବି ଶ୍ରୀଯୁକ୍ତ ଚନ୍ଦ୍ର ବିଜୟ ମିଶ୍ର, ଯେ ତାଙ୍କର କଥାର ଚାତୁରୀରେ ଭାରତବର୍ଷରେ ସୁନାମ ଅର୍ଜନ କରିଛନ୍ତି। ଆପଣ ରାସ୍ତାରେ ଚାଲିଲେ କଣ୍ଟା ପଡ଼ିବ, ନାଳ ପଡ଼ିବ, ବିଭିନ୍ନ ପ୍ରକାର ବନ୍ଧର ପଡ଼ିବ, ତାକୁ ଆମକୁ ଅତିକ୍ରମ କରିବାର ଅଛି। ବାଧା ଆସିଯିବ ବୋଲି ଅଟକି ଯିବା ନା। ଯେଉଁ ଜୀବନରେ ଷ୍ଟ୍ରଗଲ୍ ନାହିଁ ସେ ଜୀବନ ବଞ୍ଚିବାର ମଜା ନାହିଁ। ତେଣୁ ପ୍ରବାହ ଜୀବନରେ ଅନେକ ବାଧାବିଘ୍ନ ଆସିଛି, କିନ୍ତୁ ସବୁ ଅତିକ୍ରମ କରି ପ୍ରବାହ ତାର ଗୋଟିଏ ପରେ ଗୋଟିଏ ପାଦ ଆଗେଇ ଚାଲିଛି ଏବଂ ଆଗେଇ ମଧ୍ୟ ଚାଲିବ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରବାହର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଭାରତୀୟ ଗଣତନ୍ତ୍ରକୁ ବଞ୍ଚାଇ ରଖିବାରେ। ବିଶେଷ କରି ଯେଉଁ କଥା ଭୀମ ଭୋଇ କହିଥିଲେ, ସତ୍ୟରେ ମରିବି ସତ୍ୟରେ ତରିବି ଏହି ଆଜ୍ଞା ମୋତେ ହେଉ, କହେ ଭୀମ ଭୋଇ ଏମର୍ତ୍ୟ ମଣ୍ଡଳେ ଯଶ ଅପଯଶ ଥାଉ। ଆପଣ ମୋତେ ଯଶ ଦିଅନ୍ତୁ ବା ଅପଯଶ ଦିଅନ୍ତୁ, କିନ୍ତୁ ମୁଁ ସତ୍ୟ ପଥରୁ କେବେ ବିଚ୍ୟୁତ ହେବି ନାହିଁ। ଜନସାଧାରଣଙ୍କର ଉନ୍ନତି କଳ୍ପେ ଜନସାଧାରଣଙ୍କର ଯେଉଁ ଅଭାବ ଅସୁବିଧା ରହିଛି ତାକୁ ସମ୍ବାଦପତ୍ର ମାଧ୍ୟମରେ ସରକାରଙ୍କ ନିକଟରେ ଉପସ୍ଥାପନ କରି ସମସ୍ତଙ୍କ ମୁହଁରେ ଚେନାଏ ହସ ଖେଳାଇବା ପାଇଁ ଆମର ସାପ୍ତାହିକ ସମ୍ବାଦପତ୍ର ପ୍ରବାହ ତାର ଚିରାଚରିତ ରୀତିରେ କାର୍ଯ୍ୟ କରି ଚାଲିଛି ଏବଂ ଆଜି ହେଉଛି ତାର ସପ୍ତଦଶ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ। ତେଣୁ ଆମେ ସମସ୍ତେ ଆଜି ଖୁସି। କହିବି କ'ଣ, ସେଇ ପ୍ରବାହରେ ମୁଁ ଆଜି ଏଠି ସାମିଲ ହେଇଛି, ମିଶିପାରିଛି ଅଭିମନ୍ୟୁ ଭାଇଙ୍କ ସାଙ୍ଗରେ। ସେ ପ୍ରବାହ ସେମିତି ଚାଲିଥାଉ, ଆଉ ସେ ପ୍ରବାହରେ ଏମିତି ଜଣଙ୍କ ପରେ ଜଣେ ଆମେ ସାମିଲ ହେଇକି ତାକୁ ଆଗକୁ ନେଇ ଚାଲୁ। ପ୍ରରୋଚନ ଆଉ ପ୍ରଲୋଭନ ରହିତ ହେଇ କେତେ ପ୍ରେରଣାଦାୟୀ ହେଇପାରିବୁ ସେତିକି ହିଁ କାମ୍ୟ, ସେତିକି ହିଁ ଚାହିଁବି ସବୁଠି ସମସ୍ତଙ୍କ ପାଖରେ।